ଦି ଜଣ ଯାଉଥିଲେ ଧକ୍କା ହେଲା ପରେ ତାଙ୍କ ଦି ଜଣ ହିଁ ଗୁରୁତର ସ୍ଥାନୀୟ ଲୋକ ଉଦ୍ଧାର କରି ପ୍ରଥମେ ଭଞ୍ଜନ ମେଡିକାଲ ନେଲୁ। ମେଡିକାଲରେ ଟ୍ରିଟମେଣ୍ଟ କଲା ପରେ ସ୍ପଟ୍ ଡେଥ୍ ହେଇଛି ବୋଲି କହିଲି। ଆଜି ହେଲା କହୁଛନ୍ତି। କଣ କହିବେ ଯୋଉ ଯବାନ ଜଣେ ଥିଲେ ସେ ଦେଶ ପାଇଁ କାର୍ଯ୍ୟରତ ଥିଲେ, ଛୁଟି ସମୟରେ ଆସିଥିଲେ ଘଟଣା ଦେଖିଲେ, କେମିତି ତାଙ୍କୁ ସମ୍ମାନର ସହିତ ଆଜି ଗାର୍ଡ ଅଫ ଅନର ଦିଆଯିବ? ଆଜି ଗାର୍ଡ ଅଫ ଅନର ଦେବା ପାଇଁ ଆସୁଛନ୍ତି ଏଡି ସେଣ୍ଟରରୁ। ସେମାନେ ଆସିଲା ପରେ ଆମେ ସବୁ ଆୟୋଜନ କରୁଛୁ, ସବୁ ସାଙ୍ଗମାନେ ମିଶିକିରି ଗାର୍ଡ ଅଫ ଅନର ପାଇଁ ପ୍ରିପାରେସନ ଚାଲିଛି। ନାଇଁ ସେଇ ଗାଡି ଧକ୍କା ଦେଇକି ତୁରନ୍ତ ହେଇ ପଳେଇଥିଲେ, ଆମେ ଆଉ ଜାଣିପାରିଲୁନି, ଆମେ ପଛରେ ଆସିଲୁ। ସଞ୍ଜୀବ ବେହେରା ଗୋଟେ ଘର ରୋଜଗାରିଆ ପୁଅ ଥିଲେ, ତାଙ୍କୁ ହରାଇକି କିଭଳି ଭାବରେ ସ୍ଥାନୀୟ ଅଞ୍ଚଳରେ କେମିତି ଶୋକ ଛାୟା ଖେଳିଯାଇଛି? ସ୍ଥାନୀୟ ଅଞ୍ଚଳ ଶୋକ ଛାୟା ଏତିକି ଗୋଟେ ଭଲ ସମସ୍ତଙ୍କର ଫ୍ରେଣ୍ଡ ଗୋଟେ ଥିଲେ, ଆଉ ସମସ୍ତେ ହେଲ୍ପଫୁଲ କରୁଥିଲେ, ସବୁ କାମରେ ସହଯୋଗ କରୁଥିଲେ ଯାହାକୁ ବି, ତ ସମସ୍ତେ ଏଥିପାଇଁ ଦୁଃଖ ଅନୁଭବ କରୁଛନ୍ତି। ତାଙ୍କ ଘର ପରିବାରର କେମିତି ଚଳିବ? ତାଙ୍କର ସାନ ଭାଇ କି ଚାକିରି କରୁଛନ୍ତି? ନାଇଁ ସାନ ଭାଇ ଏବେ ପ୍ରିପାରେସନ ଚାଲିଛି, କଣ ବି କରିବେ ଚାଲିବ। ସରକାରୀ ସହାୟତା ପାଇଁ କିଛି ଦାବି କରିବେ? ଦାବି ତ ରଖିବୁ ଆମେ ସରକାରୀ ସହାୟତା ପାଇଁ, ଦେଖାଯାଉ କଣ ଅଛି ଗଭର୍ଣ୍ଣମେଣ୍ଟ। ସେ ଦି ଜଣ ସୋରଡ଼ା ଭୋଜି ଖାଇବାକୁ ଯାଇଥିଲେ। ଆମେ ଶୁଣିବାକୁ ପାଇଲୁ ଯେ 10ଟା ରାତିରେ ଆମ ଫୋନ୍ ଆସିଲା ଯେ କାଳିଆଗଡ଼ାର 2 ଜଣ ପିଲା ଲାଠିଗୁଡ଼ା ଜଙ୍ଗଲରେ ବିଭୂତି ଆଉ ଲାଠିଗୁଡ଼ା ଜଙ୍ଗଲ ମଝିରେ ପଡ଼ିଛନ୍ତି। କିନ୍ତୁ ଆମେ ଗଲା ଆସିକି ତାକୁ ଅନ୍ୟ ଲୋକମାନେ ନେଇଗଲେଣି ଭଞ୍ଜନଗର। ଆମେ ଭଞ୍ଜନଗର ଗଲା ଆସିକି ସେଠି ଡାକ୍ତର କିଛି ସମୟ ଟ୍ରିଟମେଣ୍ଟ କଲା, ତାପରେ 10-15 ମିନିଟ୍ ପରେ କହିଲା ଯେ ମୃତ ବୋଲି। ଦୁର୍ଘଟଣା ବିଷୟ ଆମେ ଜାଣିନୁ ସାର୍, ସେଇଠି ତାର ପଚାରିଲେ ବୁଝିବେ ସିନା, ଆମେ ହଠାତ୍ ଏ ବିଷୟ ମୁଣ୍ଡ ଖେଳୁନୁ। ଯେହେତୁ 2ଟା ଗାଁର ଯୁବକ ପିଲା ମୃତ ଘର, ତ ଆମ ସେ ଦୁଃଖରେ ଆମ ସେ ବିଷୟ ମୁଣ୍ଡ ଖେଳେଇ ନାହୁଁ। ଜଣେ ସଞ୍ଜୀବ ବେହେରା ଆଉ ଜଣେ ବସନ୍ତ ସ୍ୱାଇଁ। ଚାଲିଗଲା ପରେ କିଭଳି ଭାବରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହେଉଛି। ଏବେ ଯୋଉ ସଞ୍ଜୀବ ଚାକିରି କରୁଥିଲେ ଆର୍ମିରେ, ତାଙ୍କୁ କିଭଳି ଭାବରେ ସମ୍ମାନ ଦିଆଯିବ? ତାକୁ ଆମର ଆର୍ମି ଷ୍ଟାଫ୍ ଆସିକି ଗାର୍ଡ ଅଫ ଅନର ଦେଇକି ଛାଡ଼ିଛି। ତାଙ୍କ ପରିବାର ଲୋକ ତାଙ୍କ ପରିବାର ପାଇଁ ଯାହା ଆମେ ସହଯୋଗ କରିବା କରିବୁ, ଆମ ଗାଁ ତରଫରୁ ବି ସମସ୍ତେ ମିଶି ସାହାଯ୍ୟ କରିବାକୁ ଚାହିଁବୁ। ସରକାର ପକ୍ଷକୁ ଆମେ ଦାବି କରିବୁ ଯାହାହେଲେ ଏମାନଙ୍କୁ ସାହାଯ୍ୟ ସରକାରଙ୍କ ତରଫରୁ ଦିଆଯାଉ ବୋଲି। ଆଉ ହଁ, ଦୁର୍ଘଟଣା ଜନିତ ମୃତ୍ୟୁ ହେବା ଯୋଗୁଁ ଆମେ ସରକାର ପାଖରେ ଦାବି କରିବୁ, ତାଙ୍କୁ ସରକାରୀ ସାହାଯ୍ୟ ଦିଆଯାଉ।